Hey guys, good morning. Welcome to my new vlog. तो आज सकाଳେ ଉଠିଗଲି ତ ବୋଉ ଆଜି ତ ମକର ସଂକ୍ରାନ୍ତି ବୁଧବାର ଆଜି ମକର ସଂକ୍ରାନ୍ତି ତ ବୋଉ ପୁଣି ମୋତେ ଆଜି ଦେଇଦେଇଛି ପୋଛା ମାରିବାକୁ ଘର। ହଁ ଯାଉଛି ତ ବୋଉ କହିଲାଣି ଘର ଜଲ୍ଦି ପୋଛି ଦେ ଆସି ଟାଇମ୍ ବାଜିଲାଣି 7:30 ବାଜିବନି। ଲାଇଟ୍ ଲଗେଇଦେବା ଘରେ ଲଗେଇଛି ପୋଛି ଦେବା ଚାଲ। घर कम भी माने आहरी अच्छी पिंधा पिंधा हो पिंधा खाली निजा पड़ चकड़ाई पड़े हो आज आसे कहते आज पुणी फोन कर पचार कहले ना आज 2 दिन पर पुणी आज 2 दिन पर आसी कम हम घर कम से घरटा मैंने से रूमटा पुलिस पानी बुझी सारे लंघाटा बुलाऊे अधा बुले देले अल्प अच्छी हाथ भी करदेली लंका बुले सारी टोटाली लंका बुले सारे आम रूमटा ये मुझे शोची यहाँ रहा यहाँ बुले देवा चल से रूमटा भी देखो मुझे पोछि सारी पा तो सैला से रूमटा रहा लंका सैला आती रहा चल भी पोछि देवा सैला आम ट्यूबवेल भी देखला घर घर पोछि आसाला आम ट्यूबवेल ये मैंने खसी जाइए आसर खसी जाइए बाहर कर देखो भीतर आसर पड़ी आसर ना आसरा भीतर पड़ जाए चलो बाहर करते हाथ तो पूरे बाहर करते आसर बाहर गला देखो जिनस ट्यूबवेल धर ना लगे आगे सब ट्यूबवेल जो खराब होता है ठीक करदेली तो से ट्यूबवेल चलुचे वासर खसी जाता ठीक करदेली ना ट्यूबवेल सजा सारी दांत खसिक आसली बोना गाधुच मंदिर जीव बोली मंदिर आज मकर संक्रांति कहला गाधे आसे मंदिर पड़ा कहला पूजा भाज टे कोबी काटी कुटी भाज मुसी खाइबा जाऊँ कोबी नहीं जी भाजी ये कोबीटा यहाँ तो ये कोबीटा ही नहीं जा बहु गोटे कोबी काटबी ना आलू 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 ना ए खाली भजा भाजी दे कौन नहीं आई गोटे कोबी गोटे नहीं आई अमृतभंडा सारू तो आज अरुआ भात डालमा कौन हम सब मकर संक्रांति से पिज भी हम किसी पड़ोनी तो साधा सब चलो पर सब काटिदा देख कोबी काटी सारिकी रखी अमृतभंडा काटी आसला अमृतभंडा पाचि जाइए
ମାନେ ବହୁତ ଦିନ ରହିଛି ବୋଧେ, ଏଇଟା ପାଚି ଯାଇଛି ଦେଖ, ଏଇ ପୁରା ହଳଦିଆ ପଡ଼ିଯାଇଛି। ଏଟାକୁ ଆଉ ଏଟା ତ ପକେଇବା ପାଇଁ ତରକାରୀରେ ଆଉ ଡାଲମାରେ, ସେଥିପାଇଁ ଏଇଟା କାଟିକି ଖାଇଦେବା। ମିଠା ଲାଗିବା ବି, ଚାଲ ଖାଇଦେବା କାଟିକି। ଅମୃତଭଣ୍ଡା ପାଚି ଯାଇଥିଲା କହିଥିଲି, ଖାଉଛି ଦେଖ, ମିଠା ଲାଗୁଛି। ଆଉ ସେଟା ବୋଉ ବି ଘର ନାହିଁ, ବୋଉ ପଳେଇଲା ମନ୍ଦିରକୁ ଟିକେ। କାଟି ଦେଇଛି କୋବି ଆଉ ସାରୁ ଆଉ ଅମୃତଭଣ୍ଡା ପାଚି ଯାଇଛି ଟିକେ ଟିକେ, ତଥାପି ବୋଉ କହିଲା କାଟିଦେ ଆଉ ଖାଇଦେ। ଖାଇଦେଲେ ଆଉ ଟିକେ ଟିକେ ଯୋଉଟା କଞ୍ଚା ଥିଲା ସେଗୁଡ଼ା ପକେଇ ଦେଇଛି, କାଟି ଦେଇଛି। ତ ଯାଇଛି ବୋଉ ମନ୍ଦିର, ଆସିଲେ କରିବ ଡାଲମା ଭାତ। ତମର ଆସିବନି ତ ଡାଲମା, ତ ସେଥିପାଇଁ ମୁଁ କଲିନି। ତ ଭାତ ଚାଲ, ମୁଁ ଭାତଟା ଆସିବ ମୋତେ, ଖାଲି ତ ବସେଇଦେବା ଆଉ। ଭାତ ବି ଯଦି ପୁଣି ବସେଇବି ନା, ଥାଉ, ବୋଉ ଆସିଲେ ତାର କରିବ ଏକାଥରେ। ଟାଇମ୍ ଆସି 11ଟା ବାଜିଲାଣି, ତ ବୋଉ ବି ଆସିସାରିଛି ମନ୍ଦିରରୁ, ଯାଇଥିଲା ଆସିଲା ତ ଏଠି ହେଇକିନା ରାନ୍ଧିବ। ଏଠି ଶାଗ ରଖିଦେଇଛି, ଆଉ ଡାଲମା କରିବ, ଡାଲି ବି କରିଛି। ତ ସେ କରିବ ନା ଖାଇବା। ତ ମୁଁ ସକାଳେ ଏପର୍ଯ୍ୟନ୍ତ କିଛି ଖାଇନି, ଗାଧେଇନି ଏପର୍ଯ୍ୟନ୍ତ। 11ଟା ବାଜିଲାଣି ତ ସଂକ୍ରାନ୍ତି, ଭାବୁଛି ଯାଇକି ଗାଧେଇ ପଳେଇ ଆସିବି ଏବେ। କଣ ଭୋଗ ଆଣିଛି ଏଥିରେ, ଚାଲ ଟିକେ ଖାଇଦେଇକି ଯିବା। ଏଇ କଦଳୀ ଫଳ ଖାଇତେ ଯାଇ ଗାଧେଇ ପଳେଇ ଆସିବା ଚାଲ। ବୋଉ ରାନ୍ଧୁଛି ତ, ମୁଁ ଏଠି ଆଉଥରେ ଶାଗ ବି ଆମର କାଟିଦେଲି, କି ସବୁ ଶାଗ। ହଁ ମୁଁ ଯାଉଛି, ଗାଧେଇ ପଳେଇ ଆସିବା ଚାଲ। ଏଇଟା କାଟି ବି ଦେଲି। ସକାଳୁ ଚିକେନ୍ ଭୋକ ବି ଭାରି ଜୋରେ କଲାଣି। ବୋଉ ଯା ଗାଧେଇ ପଳେଇ ଏକାଥରେ ଖାଇବୁ। ଚାଲ ଗାଧେଇ ପଳେଇ ଆସିବା, ଖାଇବା ଆଉ। ତ ଗାଧେଇ ପାଧେଇକି ଛାତରେ ପଳେଇ ଆସିଛି, ଖରା ପଡିଛି, ଆଖି ପୁଣି କଣ ଭିଡ଼ିଓ କରିବନି। ଗାଧେଇ ପାଧେଇ ଛାତରେ ପଳେଇ ଯାଇଛୁ ଖାଇବା ନେଇକି। ଆମେ ଏଇ ଭାତ, ଏଠି ଡାଲମା, ଆଜି ମକର ସଂକ୍ରାନ୍ତି ତ ସେଥିପାଇଁ ଅରୁଆ, ଶାଗ ଭଜା, ଧଣିଆ ଚଟଣି ପଳେଇ ଯାଇଛୁ। ନା ଖାଉଛୁ, ବୋଉ ବସିକି ସେଠି ଖାଉଛି ତାର। ହାତ ଏପର୍ଯ୍ୟନ୍ତ ବି ଭଲ ହେଇନି, ଚାମୁଚେ ଖାଉଛି। ତ ଛାତରେ ବସିକି ଖାଇବା ମଜା ଅଲଗା କିଛି। ସିନା ଖାଇ ଖୁଇକି ଥାଳି ଫାଳି ଧୋଇ ଧାଇକି ତଳୁ ପୁଣି ଛାତ ପଳେଇ ଯାଇଛି। ବୋଉ ବି ଏଠି ଅଛି, ମୁଣ୍ଡ କୁଣ୍ଡେଇ ଦଉଛି, କୁଣ୍ଡେଇ ପାରିବନି। ଏପଟ ନା ଜଟ ନାଗୁଛି। ନା ବୋଉର ଚୁଟି କୁଣ୍ଡଉଥିଲି, ଦେଖିଲେ ମାନେ ଚୁଟି କୁଣ୍ଡେଇ ପାରିନି ତାର, ଏ ତାର କୁଣ୍ଡଉଛି ନିଜେ ନିଜେ ଗୋଟେ ହାତରେ। ଛାତରେ ଖାଇକି ଶୋଇଛି, ମସ୍ତ ଲାଗୁଛି। ଛାତରେ ଆସିକି ଗେମ୍ ଫେମ୍ ଖେଳିଲି ଟିକେ, ଗୋଟେ ଜାଗାରେ ପଳେଇଥିଲି, ଗୋଟେ ଛକ ଟିକେ ଆସିକି ସନ୍ଧ୍ୟା ହେଲାଣି, ତ ସନ୍ଧ୍ୟା ଦେବି ଏଇନା। ତ କାଲି ଗୋଟେ ଜାଗାକୁ ଯିବାର ଅଛି, ଆପଣ ଦେଖିବେ ସେ ଜାଗା, ମାନେ ବୁଲିବାକୁ ଯାଉଛୁ ଗୋଟେ ସାଙ୍ଗ ପିଲାମାନେ ସବୁ ମିଶିକି ବୁଲର କରିଛୁ। ତାପରେ ସେଇଠି ଯିବୁ, ବ୍ଲଗ୍ ଫ୍ଲଗ୍ କରିବେ, ଆପଣମାନେ କାଲିର ବ୍ଲଗରେ ଦେଖିବେ। ଆଜି ବ୍ଲଗ୍ ଆପଣମାନଙ୍କୁ ଭଲ ଲାଗିଥିବ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କସ୍ ଫର୍ ୱାଚିଂ, ବାଏ ବାଏ।